ଶିବଶକ୍ତି କ୍ରିକେଟ ଟିମ୍ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍ଯାପନୀ ଦିବସରେ ମଞ୍ଚରେ ଉପସ୍ଥିତ ଅଛନ୍ତି ଆମର କସରଦା ଗ୍ରାମ ପଞ୍ଚାୟତର ସରପଞ୍ଚ ବଡ଼ ଭାଇ ସମ୍ମାନସ୍ପଦ ସୁରୁ ଭାଇ। ମଞ୍ଚରେ ଉପସ୍ଥିତ ଅଛନ୍ତି ଆମ ଗାଁର ଯୁବ ଚେହେରା, ଆମ ଗାଁର ଜଣେ ଶିକ୍ଷକ লিটু ভাই। মঞ্চରେ ଉପସ୍ଥିତ ଅଛନ୍ତି ଯୁବ ସମାଜସେବୀ ସାନ ଭାଇ ଚିନ୍ତୁନା। ମଞ୍ଚରେ ଉପସ୍ଥିତ ଅଛନ୍ତି ଆଉ ଜଣେ ଶିକ୍ଷକ ସମ୍ମାନସ୍ପଦ ଲିଟୁ ସାର୍। ମଞ୍ଚ ସାମ୍ନାରେ ଶିକ୍ଷଣ ଏବଂ ତିଗୁଡ଼ି ଉଭୟ ଟିମ୍ର ଖେଳାଳି ବୃନ୍ଦ ଏବଂ ଏଠାରେ ଉପସ୍ଥିତ ସମସ୍ତ ଯୁବକ ବନ୍ଧୁମାନେ ଡାକବାଜି ଅନ୍ତର୍ଗତ ଶୁଣୁଥିବା ଏ ପଞ୍ଚାୟତର ସମସ୍ତ ଜନସାଧାରଣଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଶୁଭେଚ୍ଛା ଜଣାଉଛି। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି 2026 ମସିହା ଆପଣମାନଙ୍କ ପାଇଁ ଏବଂ ଆପଣମାନଙ୍କ ପରିବାର ପାଇଁ ସୁଖ, ଶାନ୍ତି ଏବଂ ସମୃଦ୍ଧିର ବର୍ଷ ହେଉ। ଖେଳ ସରିଲା, ଏଠି ଗୋଟେ ଟିମ୍ ବିଜୟ ଲାଭ କଲା, ଗୋଟେ ଟିମ୍ ପରାଜୟ ଲାଭ କଲା। ବିଜୟ ହେଇଥିବା ଟିମ୍ ବେଶୀ ଖୁସି ଆବଶ୍ୟକତା ନାହିଁ କିମ୍ବା ପରାଜୟ କରିଥିବା ଟିମ୍ ବେଶୀ ମନ ଦୁଃଖ କରିବାର ନାହିଁ। କାରଣ ଆମେମାନେ ଯୋଉ ଗ୍ରାମାଞ୍ଚଳରେ କ୍ରିକେଟ ଖେଳୁଛନ୍ତି, ଏଇଟା ଆମମାନଙ୍କ ଭିତରେ ଏକ ଭାଇଚାରାର ସମ୍ପର୍କ ଏବଂ ଆଗାମୀ ଦିନରେ ଆମମାନଙ୍କ ଭିତରେ ଭଲ ପ୍ରତିଭା ଚୟନ କରିବାର ଗୋଟେ ମାଧ୍ୟମ। କାରଣ ଗ୍ରାମାଞ୍ଚଳରୁ ଯୋଉମାନେ ଆଜି ଷ୍ଟେଟ ଲେଭେଲ ହଉ, ରାଜ୍ୟ ସ୍ତରରେ ଏବଂ ଜିଲ୍ଲା ସ୍ତରରେ ଆନ୍ତର୍ଜାତିକ ସ୍ତରରେ ଭଲ ଖେଳ ଖେଳୁଛନ୍ତି, ସେମାନେ ନିଶ୍ଚିତ ରୂପେ ଏହିପରି ଛୋଟ ଛୋଟ ପଡ଼ିଆରୁ ଖେଳ ଆରମ୍ଭ କରି ଆଜି ବଡ଼ ଟିମ୍ ଖେଳୁଛନ୍ତି ଏବଂ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରୁଛନ୍ତି। ତେଣୁ ଆମର ପ୍ରଥମ ସୋପାନ ହେଲା ଗ୍ରାମାଞ୍ଚଳରେ এই ছোট ছোট ପଡ଼ିଆରେ ଆମମାନେ ଖେଳ ଖେଳିବା ଏବଂ ଆମ ଭିତରୁ ଯୋଉମାନେ ଭଲ ଖେଳୁଛନ୍ତି ସେମାନେ ନିଶ୍ଚିତ ଆଗାମୀ ଦିନରେ ଜିଲ୍ଲା ସ୍ତର ହଉ ରାଜ୍ୟ ସ୍ତରକୁ ଯିବେ। ଆମେମାନେ ଅନେକ ଖେଳ ଗ୍ରାମାଞ୍ଚଳରେ ଅନେକ ଜାଗାରେ ଖେଳ ହଉଛି, ଅନେକ ଜାଗାକୁ ମଧ୍ୟ ଆମେ ନିମନ୍ତ୍ରିତ ଅତିଥି ଭାବରେ ଯାଉଛୁ, ସବୁ ଜାଗାରେ ଦେଖୁଛୁ ଯୁବକମାନେ ଆଜିକାଲି କ୍ରିକେଟ ଖେଳ ପ୍ରତି ବହୁତ ଭଲ ପାଉଛନ୍ତି ଏବଂ କ୍ରିକେଟ ଖେଳ ସାରା ଭାରତ ବର୍ଷରେ ଆଦୃତ ଲାଭ କରୁଛି। ଯଦି ଆମେ ଗୋଟେ ଛୋଟ ପିଲାକୁ ପଚାରିବା ଆମ ଜାତୀୟ ଖେଳ କଣ, ସେ ପିଲା ନିଶ୍ଚିନ୍ତ କହିବ କ୍ରିକେଟ। ସେ ବୁଝିପାରିବନି କି ଆମ ଜାତୀୟ ଖେଳ ହକି ବୋଲି। ତେଣୁ କ୍ରିକେଟ ଆଜି ଏମିତି ସାଧାରଣ ପିଲାଙ୍କ ମଧ୍ୟରେ ଆଦୃତ ଲାଭ କରୁଛି, ତେଣୁ ସମସ୍ତେ କ୍ରିକେଟ ପ୍ରେମୀ ହେଇଯାଉଛନ୍ତି। ଯାହା ବି ହଉନା କାହିଁକି ଆମମାନେ ଖେଳ ଖେଳିବା ସହିତ ଆମେ ଶାରୀରିକ ସ୍ତରରେ ଏବଂ ମାନସିକ ସ୍ତରରେ ଶାନ୍ତି ଅନୁଭବ କରୁ ଏବଂ ଖେଳ ଆମକୁ ଅନେକ ଶିକ୍ଷା ଦିଏ। ଖେଳରେ ହଜାର ହଜାର ଲୋକ ଉପସ୍ଥିତ ହୁଅନ୍ତି, କିନ୍ତୁ ସମସ୍ତେ ଦୁଇ ଜଣଙ୍କ କଥା ମାନନ୍ତି। ଦୁଇଟା ଅମ୍ପାୟାର ଯାହା ଡିସିସନ ନେବେ ସେ ଡିସିସନକୁ ଆମେ ସମସ୍ତେ ମାନନ୍ତି। ଖେଳ ଖେଳିବା ଦ୍ୱାରା ଆମେ ମଧ୍ୟ କିଛି ଶିକ୍ଷା ଲାଭ କରୁ, ଶାରୀରିକ ସ୍ତରରେ ହଉ, ମାନସିକ ସ୍ତରରେ ହଉ ଏବଂ କିପରି ଭାବରେ ଯୋଉ ଅର୍ଗାନାଇଜେସନ ଯୋଉମାନେ ଆମେ କହୁଛନ୍ତି ଅମ୍ପାୟାର ଆମକୁ ପରିଚାଳନା କରୁଛନ୍ତି ଏବଂ ଅମ୍ପାୟାର କଥା ଆମେ ମାନୁଛନ୍ତି, ତାକୁ ମଧ୍ୟ ଆମେ ଶିଖୁ ଡିସିପ୍ଲିନ। ତେଣୁ ଯାହା ବି ହଉ ଏଠି ମୁଁ ଧନ୍ୟବାଦ ଦଉଛି କ୍ରିକେଟ ଟିମର ସମସ୍ତ ଯୁବକ ବନ୍ଧୁ ମାନଙ୍କୁ ଯାହା ଭଲ ଖେଳ ପ୍ରଦର୍ଶନ କରିଲେ। ଯାହା ତିନୋଟି ଭଲ ଖେଳ ପ୍ରଦର୍ଶନ କରୁଥିଲା, ମୁଁ ଭାବିଲି ବୋଧେ ତିନୋଟି ଜିତିଯିବ, କିନ୍ତୁ ଯାହା ହଉ ଚିଠାଟା ଜିତିଲା ପରେ ବେଶୀ ଖୁସି। କାରଣ ଯେହେତୁ ହୋମ ଟିମ୍ ଜିତିବାଟା ଠିକ ନୁହେଁ, ମୋର ବ୍ୟକ୍ତିଗତ ମତ। ହୋମ ଟିମ୍ ଜିତିଲେ କଣ ହେଲା, ଚିଠା ପିଲା ଯାଇକି କହିବେ ଆମେ ଯାଇଥିଲୁ, ଆମେ ଜିତି ଯାଇଥାନ୍ତୁ, ତିନୋଟି ପିଲା ଗୋଡେଇ ଦେଲେ, ଆମେ ହାରିଗଲୁ। ତେଣୁ ଏଠି ଶିଖାଳ ଜିତିଛି, ବହୁତ ଖୁସି। ଯାହା ହଉ ସେ ଖେଳରେ ବିଜୟ ଲାଭ କଲେ ହয়তো ଗାଁରେ ଯାଇ ନଗର ତିନୋଟି ବାଲା ଗୋଡେଇଲେ ବୋଲି ଆମେ ହାରିଗଲୁ। କାରଣ ତାଙ୍କର ଯଦି କିଛି ସିନିୟର ଖେଳାଳି କିଏ ଥିବେ
କଣ ସବୁବେଳେ ଏଠି ପଡିଆରେ ଖେଳ ଖେଳୁଛ ହାରିଗଲା ତିନି ଯାଏ ଆଉ ଖେଳ ଖେଳନି ତେଣୁ ସେ ମୌକାଟା ତମେ ମିଳିବନି ଯାହା ଆମେ ଜିତିକିରି ଆସିଛୁ। ତେଣୁ ମୁଁ ଧନ୍ୟବାଦ ଦେବି ସମସ୍ତ ଯୁବକ ବନ୍ଧୁମାନଙ୍କୁ। ଆସନ୍ତୁ ଆପଣମାନେ ସମସ୍ତେ ଖେଳକୁ ଭଲ ପାଆନ୍ତୁ ଏବଂ ଖେଳନ୍ତୁ ଏବଂ ଆମ ନିଆଳି ଅଞ୍ଚଳରେ ଯେତେ ପଡିଆ ଅଛି ମୁଁ ବିଶେଷ କରି ସମସ୍ତଙ୍କୁ ଅନୁରୋଧ କରୁଛି ଯୁବକ ବନ୍ଧୁ ମାନେ ଅଛନ୍ତି ଆପଣମାନେ ହଉଛନ୍ତି ଆଗାମୀ ଦିନର ନିଆଳିର ଭବିଷ୍ୟତ। ଯୋଉଠି ଆପଣ ଖେଳ ଖେଳୁଛନ୍ତି ଯୋଉଠି ଗୋଚର ଜମି ଅଛି ଯଦି ଗୋଚର ଜମିକୁ ସେ ଅଞ୍ଚଳର କୌଣସି ବ୍ୟକ୍ତି ଅତିଆରି କରନ୍ତି କିମ୍ବା ଇଟା ପକାନ୍ତି କିମ୍ବା ଗୋଚର ଜମିକି ହାଣିକିରି ଘର ତିଆରି କରନ୍ତି ଜମି ଦିହରେ ମିଶନ୍ତି ତାକୁ ଆପଣମାନେ ପ୍ରତିବାଦ କରନ୍ତୁ। ପ୍ରତିବାଦ କରିବାର କାରଣ କାଲି ଯେତେବେଳେ ଆପଣ ବଡ ହେଇଯିବେ ଆପଣଙ୍କ ପିଲାମାନେ ଆପଣଙ୍କୁ ପ୍ରଶ୍ନ କରିବେ କି ଏ ଯାଏ କୋଉଠି ଆମେ ଖେଳ ଖେଳିବୁ ସେ ପଡିଆରେ ଖେଳ ଖେଳୁଥିଲୁ ତେଣୁ ସେ ପଡିଆ ଆଉ ନଥିବ ସଂକୀର୍ଣ୍ଣ ହେଇଯାଇଥିବ ସେ କଣ ବହୁତ ବଢିଆ ପଡିଆ ଥିଲା କଣ ପାଇଁ ଏତେ ଗୋଟେ ଛୋଟ ପଡିଆ ହେଇଗଲା। ତେଣୁ ଆପଣମାନେ ହଉଛନ୍ତି ଆଗାମୀ ପିଢିର ଉତ୍ତରଦାୟୀ। ତେଣୁ ମୁଁ ନିବେଦନ କରିବି ସେଟା ଯେକୌଣସି ଅଞ୍ଚଳ ଆମ ଅଞ୍ଚଳରେ ଅଛି ଯୋଉଠି ଗୋଚର ଜମି ଅଛି ଯୋଉଠି ଖେଳ ଖେଳୁଛନ୍ତି ଯୋଉଠି ପିଲାମାନେ ଶାରୀରିକ ବ୍ୟାୟାମ କରୁଛନ୍ତି ସେ ଜିନିଷ ଯେମିତି ଅବରୋଧ ହେବ ସେ ଜାଗାରେ ଡେଭଲପମେଣ୍ଟ ଏବଂ ସେ ଜାଗାରେ ଯୋଉମାନେ ପ୍ରତିପତି ବ୍ୟକ୍ତି ଅଛନ୍ତି ପ୍ରତ୍ୟେକ ଗାଁରେ ସେମାନେ କିପରି ଭାବରେ ତାକୁ ଅକ୍ତିଆର ନ କରନ୍ତୁ ତାହାର ଦାୟିତ୍ୱ ହେଉଛି ଆପଣମାନଙ୍କର। ତେଣୁ ଏ ଯୋଉ ପଡିଆରେ ମୁଁ ଗୋଟେ ଫାଷ୍ଟ ଥର ପାଇଁ ନିମନ୍ତ୍ରିତ ଅତିଥି ମୋ ଗାଁ ହେଲେ ବି ସୁଦ୍ଧା ଏ ପଡିଆରେ ପ୍ରଥମ ଥର ପାଇଁ ନିମନ୍ତ୍ରିତ ଅତିଥି ମୁଁ ଧନ୍ୟବାଦ ଦଉଛି ଶିବଶକ୍ତି କ୍ରିକେଟ ଟିମର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଭାଇଚାରାର ସମ୍ପର୍କ ନେଇ ଗାଁର ଡେଭଲପମେଣ୍ଟ କାମ ପାଇଁ ସେ ପଡିଆର ଉନ୍ନତି କରିବ ସାମାଜିକ ଉନ୍ନତି କରିବ ରାସ୍ତାଘାଟର ଉନ୍ନତି କରିବ କି ଆମ ପଞ୍ଚାୟତ ଆମ ଗାଁର ଯେକୌଣସି ଡେଭଲପମେଣ୍ଟ କାମ ହଉ ଆସନ୍ତୁ ଦଳ ମତ ନିର୍ବିଶେଷରେ ସମସ୍ତେ ନିଆଳି ଅଞ୍ଚଳର ବିକାଶ ପାଇଁ ନିଜ ନିଆଳି ଅଞ୍ଚଳର ଉନ୍ନତି ପାଇଁ ଏବଂ ନିଜ ଗାଁ ମାଟିର ଉନ୍ନତି ପାଇଁ ସମସ୍ତେ ଏକତ୍ରିତ ହେବା ସମୟ କାମରେ ସମସ୍ତେ ଏକତ୍ରିତ ହେଇ ଯେପରି ଭାବରେ ନିଜ ନାଁ ଏବଂ ଗାଁର ନାଁ ରହିବ ଆପଣଙ୍କର ସମସ୍ତଙ୍କର ନାଁ ରହିବ ମୁଁ ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ ଅନୁରୋଧ କରୁଛି। ତେଣୁ ଏ ଯୋଉ ପଡିଆ ଏ ପଡିଆ ନିଶ୍ଚିନ୍ତ ରୂପେ ଆଗାମୀ ଦିନରେ ଡେଭଲପମେଣ୍ଟ ହବାକୁ ଯାଉଛି ନିଶ୍ଚିନ୍ତ ହବ। ସର୍ବଶେଷରେ ଏ ଖେଳକୁ ଆୟୋଜନ କରୁଥିବା ସମସ୍ତ କାର୍ଯ୍ୟକର୍ତ୍ତା ସମସ୍ତ ଖେଳାଳି ଯୋଉମାନେ ଏହାକୁ ଅନ୍ୱେଷଣ କରୁଛନ୍ତି ମୁଁ ସମସ୍ତଙ୍କୁ ଅନୁରୋଧରେ ଅନ୍ତର ତରଫରୁ ଧନ୍ୟବାଦ ଦେଇ ମୋ ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।